হরি ভরসা হরি ভরসা হরি ভরসা হরি ভরসা শীঘ্র কটিଯିବ ମନ୍ଦ ଗ୍ରହ ଦଶା। ହରି ଭରସା। ହଁ ବନ୍ଧୁ, ଜାତକରେ ଯଦି ଲଗ୍ନ ଚତୁର୍ଥ ସପ୍ତମ ଦଶମ ଘର ବୃଷ ତୁଳା ଧନୁ ଓ ମୀନ ନ ହୁଏ ତାହେଲେ ଭଲ। ଦଶମରେ ସପ୍ତମରେ ଚତୁର୍ଥରେ ଲଗ୍ନରେ କେନ୍ଦ୍ର ଭାବ ସୃଷ୍ଟି ହୁଏ। ଏଣୁ ତୁଳା ବୃଷ ମୀନ ଧନୁ ଏ ଚାରୋଟି ଘର ଯାର 1, 4, 7, 10 ନୁହେଁ ସେମାନଙ୍କୁ ଶୁକ୍ର ଓ ବୃହସ୍ପତି ରକ୍ଷା କରନ୍ତି। ହେଲେ ଆମକୁ କିଏ ରକ୍ଷା କରେ ଦେଖିବା, ଆଲୋଚନା କରିବା ଆଜି 10 ତାରିଖ ସୋମବାର ବିଷୟରେ। 10 ତାରିଖ ସୋମବାର ସୂର୍ଯ୍ୟ ଉଦୟ କେତେବେଳେ ହେବେ, ଅସ୍ତ କେତେବେଳେ ଯିବେ ନା ସୂର୍ଯ୍ୟ ଉଦୟ ହେବେ 5ଟା 26 ପରେ, ଅସ୍ତ ଯିବେ 6ଟା 16 ପରେ। ମନ୍ଦ ସମୟ ଆସିବ ଦିନ ମାନେ ସକାଳ 7ଟା 4 ରୁ 8ଟା 39 ଯାଏ। ଏଇ ମନ୍ଦ ସମୟରେ ଆମେ କୌଣସି କାର୍ଯ୍ୟ ଆରମ୍ଭ କରିବା ନାହିଁ। ଏ ହେଲା ଆମର ବିଷୟବସ୍ତୁ। ଏବେ ଆଲୋଚନା କରିବା ମେଷ ରାଶି କଥା। ଏହି ସୋମବାର 10 ତାରିଖ ମେଷ ରାଶି ପାଇଁ ବଢ଼ିଆ ଦିନ। 12ଟା 43 ଠାରୁ ଅଶ୍ୱିନ ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ଦିନଟି ଶୁଭରେ ଯିବ। କୌଣସି ଅପ୍ରୀତିକର ଘଟଣା ସୃଷ୍ଟି ହେବନି। ଭାଇ ସହିତ ମଧୁର ସମ୍ପର୍କ ରହିବ। କର୍ମାନୁସାରେ ଧନ ଲାଭ ହେବ। ଯଥା କର୍ମ ତଥା ଫଳମ୍। ଏହି ନ୍ୟାୟରେ ଯଦି ଆପଣ ସମୟର ସତ୍ ଉପଯୋଗ କରି ଯୋଜନା ଅନୁସାରେ ଶୃଙ୍ଖଳା ରକ୍ଷା କରି କ୍ରମାନ୍ୱୟରେ କାର୍ଯ୍ୟ କରିବେ ତେବେ ଆପଣଙ୍କୁ ପାରିବାରିକ, ସାମାଜିକ, ଆର୍ଥିକ ଓ ଲୌକିକ ସୁଖ ମିଳିବ। ଦେହପା ଠିକ୍ ଠାକ୍ ରହିବ। ଏଥିରେ ସନ୍ଦେହ କରିବାର କୌଣସି କାରଣ ନାହିଁ। ବୃଷ ରାଶି ଆଲୋଚନା କରିବା। ସୋମବାର 10 ତାରିଖ ବୃଷ ରାଶି କୃତ୍ତିକା ନକ୍ଷତ୍ରର ଦିନ 10ଟା 27 ପରେ ଅଶୁଭ। ଆଜି ଆଘାତ ପ୍ରାପ୍ତି ହୋଇପାରେ। ଧନ ପାଇଁ ବଢ଼ିଆ ଦିନ, ମାତ୍ର ମନ ପାଇଁ ହାଡ଼ିଆ ଦିନ। ଧନ ପାଇଁ ବଢ଼ିଆ ଦିନ, ମନ ପାଇଁ ହାଡ଼ିଆ ଦିନ। ମାନେ ମନକୁ ଆଜି ହାଡ଼ି ଖାଇଯିବ। ହଁ, ସେହି ମାନେ ଆଜି ଜିତିଯିବେ ଯିଏ ନିଜ ମନକୁ ଆୟତ୍ତ କରିପାରିବେ, ଯିଏ ଜିତେନ୍ଦ୍ରିୟ, ଯିଏ ବୁଦ୍ଧିମାନ ଓ ଜ୍ଞାନୀ, ଯେଉଁମାନେ ସ୍ଥିତପ୍ରଜ୍ଞ, ମନ କଥା ନ ମାନି ବରଂ ମନକୁ ମନାଇ ବୁଦ୍ଧିକୁ ସାରଥି କରି କର୍ମ ରଥ ଚଳାଇ ପାରିବେ। ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରି ସେମାନେ ବହୁ ଅର୍ଥ ରୋଜଗାର କରି ଖୁସି ହେବେ ଏବଂ ଏକ ଅଝଟିଆ ଶିଶୁ ପରି ଏ ମନକୁ ବାରମ୍ବାର ବୁଝାଇବେ। ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ। ଏହି ମନ ବୃନ୍ଦାବନ, ଏହି ମନ କାଶୀ, ଏହି ମନ ବଦ୍ରୀନାଥ, ପୁରୀ ବାରାଣସୀ। ହଁ ବନ୍ଧୁ, ମିଥୁନ କଥା ଆଲୋଚନା କରିବା। ସୋମବାର 10 ତାରିଖ ମିଥୁନ ରାଶି ମୃଗଶିରା ନକ୍ଷତ୍ରର ଦିନ 12ଟା 27 ପରେ ଅଶୁଭ। ଆଜି ଘାତବାର। ଆଜି ଏକ ସଫଳତା ଦିନ। ମିଳିବ ମିଳିବ, ସବୁ ମିଳିବ। ଆଜି ମନ ଲାଖି ଫଳ ମିଳିବ। ଆଗ ଦେହ କଥା ପୂର୍ବାପେକ୍ଷା ଆଜି ସୁନ୍ଦର ଦିଶିବେ। ବାହୁକୁ ବଳ, ଛାତିକୁ ଦମ୍ଭ, ହାତକୁ କାମ, ଅଣ୍ଟାକୁ ଧନ ମିଳିବ। ଦେହ, ମୁଣ୍ଡ ଓ ମନ ସୁସ୍ଥ ରହିବ। ଯଦି ସମୟର ସଦୁପଯୋଗ କରିବେ ତେବେ ସୁଫଳ ମିଳିବ। ଯଦି ଯଥା ସମୟରେ ମୁଣ୍ଡ ଖଟାଇ
କାମ କରିବେ ତେବେ ରୋଜଗାର ମିଳିବ। ଆଜି ମିଳିବ, ଖାଲି ମିଳିବ। ଆଜି ଆପଣ ଲାଭରେ ରହିବେ। ଲାଭ ଛଡ଼ା କ୍ଷତିର ନା ଗନ୍ଧ ନାହିଁ। କର୍କଟ ରାଶି, ସୋମବାର 10 ତାରିଖ, କର୍କଟ ରାଶି, ପୁନର୍ବସୁ ନକ୍ଷତ୍ରର ଦିନ 12ଟା 27 ପରେ ଅଶୁଭ। ଆଜି ଅସୁସ୍ଥ ହୋଇ ଟିକେ ଭାଙ୍ଗି ପଡ଼ିବେ। ବ୍ୟୟ 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 ଖାଲି ବ୍ୟୟ ହେବ। ଆଜି ଖାଲି ବ୍ୟୟ, ଧନ ରୋଜଗାର ହେବନି। ଏଣୁ ଚିନ୍ତା ବଢ଼ିଯିବ। ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି। ଗୁଡ଼ାଏ ଯଥା ଅଯଥା ଖର୍ଚ୍ଚ ହେବ। ମାନସିକ ସନ୍ତୁଳନ ବଢ଼ିଯିବ। ଦୁର୍ଘଟଣା ଭୟ ଅଛି। ଏଣୁ ଗମନରେ ସତର୍କ ନ ରହିଲେ ବିପଦ। ଆଜି ଆପଣଙ୍କ ଶରୀର ସମ୍ପୂର୍ଣ୍ଣ ଅସୁସ୍ଥ ହେବ ଏବଂ ଆପଣଙ୍କ ମା ବି ଅସୁସ୍ଥ ହେବେ। ଏମିତି ଖାଲି ଦୁଃଖ 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 ମିଳିବ। ସୋମବାର 10 ତାରିଖ, ସିଂହ ରାଶି, ମଘା ନକ୍ଷତ୍ରର ଦିନ 12ଟା 27 ପରେ ଅଶୁଭ। ଆଜି ଅପମାନ ଯୋଗ ଅଛି। ବହୁଦିନ ପରେ ସେଦିନ ଆସଇ, ଯେଦିନ ମିଳଇ ବିଭୁ ଦର୍ଶନ। ବହୁଦିନ ପରେ ସେଦିନ ଆସଇ, ଯେଦିନ ମିଳଇ ବିଭୁ ଦର୍ଶନ। ଆଜି ସୋମବାର ସିଂହ ରାଶି ପାଇଁ ସେହିପରି ଏକ ବଢ଼ିଆ ଦିନ ଆସିଛି। ଏହି ରାଶିର ଲୋକେ ଆଜି ନିଜର ଯୋଗ୍ୟତା, କର୍ମ ଓ ମନ ଅନୁଯାୟୀ ଉତ୍ତମ ଫଳ ପାଇବେ। ଧନ, ମାନ, ଆଦର, ସ୍ନେହ ସବୁକିଛି ପାଇବେ। ଏଥିପାଇଁ ସମୟରେ ସତ୍ ଉପଯୋଗ କରିବାକୁ ଭୁଲିଯିବେ। ଏତେ ଭଲ ଜିନିଷ ପାଇବେ ଯେ ସମୟର ସତ୍ ଉପଯୋଗ କରିପାରିବେ ନାହିଁ। ଯିଏ ସମୟର ସତ୍ ଉପଯୋଗ କରିବେ ସେ ଆଉ ଟିକେ ଅଧିକ ପାଇବେ। ତେଣୁ ସମୟର ସଦୁପଯୋଗ କରନ୍ତୁ। କର୍ତ୍ତବ୍ୟରେ ଅବହେଳା କରନ୍ତୁ ନାହିଁ। ବ୍ୟବହାର ମାର୍ଜିତ ଶୃଙ୍ଖଳିତ କଲେ ଭଲ। ମିଛ କହନ୍ତୁନି। ଆଜି ଟିକେ ସିଂହ ରାଶିଆ ବେଶୀ ମିଛ କହିବେ। ମିଛ କହନ୍ତୁନି, ହସନ୍ତୁ, ମଙ୍ଗଳ ହେବ। ସୋମବାର 10 ତାରିଖ, କନ୍ୟା ରାଶି, ଉତ୍ତର ଫାଲ୍ଗୁନୀ ନକ୍ଷତ୍ରର ଦିନ 12ଟା 27 ପରେ ଅଶୁଭ। ପୁରୁଷଙ୍କର ଘାତ ଚନ୍ଦ୍ର। ଆଜି ଅଯଥା ବ୍ୟୟ ବୃଦ୍ଧି ହୋଇପାରେ। ଆଜି ଏକ ସୁଦିନ। କର୍ମ କରିବାର ସୁଯୋଗ ମିଳିବ। କର୍ମ ତତ୍ପର ରହିଲେ ସେ କର୍ମ ଆପଣଙ୍କ ପାଖକୁ ଯଥେଷ୍ଟ କିଛି ଧନ, ମାନ, ଆଦର, ଶାନ୍ତି, ସୁଖ ଦେଇପାରିବ। ଭାଗବତ ବାଣୀ ପରା ଅଛି ଏପରି ଯେ କର୍ମ କରିବ ନାନା ମତେ, ଫଳିବ କର୍ମର ଆୟତେ। ଏଣୁ କର୍ମରେ ଠକିବେନି। କର୍ମାନୁସାରଂ ଫଳମ୍। ଆପଣଙ୍କର ଯାହା ନୈତିକ କର୍ମ, ସେହି କର୍ମ ପ୍ରତି ଧ୍ୟାନ ଦିଅନ୍ତୁ। କର୍ମର ଅବହେଳା କରନ୍ତୁନି, ଦୁଃଖ ପାଇବେ। କର୍ମରେ ଆଜି ଷଣ୍ଢ ଭଳି ଲଢ଼େଇ କରନ୍ତୁ ତ ଦେଖିବେ ଆପଣ ପଇସା ଗଣି ପାରିବେନି। ପ୍ରଶଂସା ଶୁଣି ଶୁଣି ଆପଣ ଆନନ୍ଦ ଅଧୀର ହୋଇଯିବେ। ଆଜି କର୍ମରେ ମନ ଦିଅନ୍ତୁ। ସୋମବାର 10 ତାରିଖ, ତୁଳ ରାଶି, ଚିତ୍ରା ନକ୍ଷତ୍ରର ଦିନ 12ଟା 23 ପରେ ଅଶୁଭ। ଆଜି ଆପଣମାନେ ଅପମାନିତ ହୋଇପାରନ୍ତି। ସାବଧାନ। ସମ୍ମାନକୁ ନ ଜଗିଲେ ଆପଣ ହାରିଯିବେ। କରତ ଧାରରେ ଚାଲିଲା ପରି ସମୟ ଆସିଯାଇଛି। ଆଜି ଭାବିଚିନ୍ତି, ବୁଝି ବିଚାରି, ଦେଖି ଚାହିଁ ବ୍ୟବହାର କରନ୍ତୁ। ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ନୀରବତା ପାଳନ କରନ୍ତୁ। ମୃଦୁ ମୃଦୁ ହସନ୍ତୁ। ଜମା କାହା ଉପରେ ରାଗନ୍ତୁ ନାହିଁ। 10 ପଦ ଶୁଣି ପଦେ ଅଧେ କହନ୍ତୁ। ନ କହିଲେ ଭଲ, ମଧ୍ୟସ୍ଥତା ନ କଲେ ଆହୁରି ଭଲ। ଏପରିକି ସ୍ୱାସ୍ଥ୍ୟ ଠିକ୍ ଠାକ୍ ରହିବ। କେବେ ବି କାହାକୁ ପରାମର୍ଶ ଦେବେନି। ଆଜି କାହା ପାଖରେ ହାତ ପାତିବେନି, କାହାକୁ ନେହୁରା ହେବେନି। ଯଦି ଆପଣ ଏସବୁ ନିୟମ ପାଳନ କରିବେ ତାହେଲେ ପ୍ରାପ୍ୟ ଧନ ଆଜି ମିଳିଯିବ। ଧନ ମିଳିଯିବ, ପ୍ରେମ ମିଳିଯିବ। ଯଦି ନିୟମ ପାଳନ ନ କରିବେ ଭଡ଼ ଭଡ଼ ହେବେ, ଆଗ ଚଲା ହେବେ, ଆଗ ବୋଲା ହେବେ, ମୁଁ ବୁଦ୍ଧିମାନ ପଣ୍ଡିତ ଦେଖେଇ ହେବେ।
ତାହେଲେ ଗୁଡ଼ାଏ ଅପମାନ ପାଇବେ, ଆଉ କିଛି ନୁହଁ। ସୋମବାର 10 ତାରିଖ ବିଛା ରାଶି ବିଶାଖା ନକ୍ଷତ୍ରର ଦିନ 12ଟା 27 ପରେ ଅଶୁଭ। ମହିଳାଙ୍କର ଆଜି ଘାତ ଚନ୍ଦ୍ର। ଆଜି ଦୁର୍ଘଟଣା ଘଟି ଯାଇପାରେ। ଦିନଟି ସମ୍ପୂର୍ଣ୍ଣ ଭିନ୍ନ ଫଳଦାତା ହେବ। ସ୍ୱାସ୍ଥ୍ୟ ବିଗିଡ଼ିଯିବ। ଦେହକୁ ସଜାଡ଼ିବା ପାଇଁ ଯତ୍ନ କରନ୍ତୁ। ମନ ଅସ୍ଥିର ହେବ। ଦୁର୍ଘଟଣା ଘଟିଯାଇପାରେ। ଯାତାୟାତରେ ସାବଧାନ ଅବଲମ୍ବନ କରନ୍ତୁ। ରୁଚିକର ଖାଦ୍ୟ ଯଥା ସମୟରେ ମିଳିବନି। ଦୈନିକ କରୁଥିବା ବୃତ୍ତି ବ୍ୟବସାୟ ସେବା ଆଦି ଠିକ୍ଠାକ୍ ଚାଲିବ। ଆୟ ଅମଳ ସାମାନ୍ୟ ନଗଣ୍ୟ ଗଣିହ ଅତି ତୁଚ୍ଛ। ଆୟ ହବନି ମୋଟରୁ, ଅତି ନଗଣ୍ୟ, ଅତି ସାମାନ୍ୟ। ଧନ ହାନି ପ୍ରାଣ ପୀଡ଼ା ପରି ଆଜି ଦୁଃଖଦ ପରିସୃଷ୍ଟି ହେବ। ବିଛା କଥା ସଇଲା। ତାପରେ ଧନୁ କଥା। ସୋମବାର 10 ତାରିଖ ଧନୁ ରାଶି ମୂଳା ନକ୍ଷତ୍ରର ଦିନ 12ଟା 27 ପରେ ଅଶୁଭ। ଆଜି ଏକ ସୁଖକର ଦିନ। ଦିନ ସାରା ମୌନ ରହନ୍ତୁ, ହସନ୍ତୁ, ନିଜ କର୍ମ କରି ସମୟ ଅତିବାହିତ କରନ୍ତୁ। ପର କାମରେ ମୁଣ୍ଡ ଖେଳାନ୍ତୁନି। ବହୁ କଥା ଶୁଣନ୍ତୁ, କିଛି ଉତ୍ତର ଦିଅନ୍ତୁନି। ନିଜ ବୁଦ୍ଧି ବିବେକ ଖଟାଇ କର୍ମ ସହ ମିଶିଯାଆନ୍ତୁ। ଯଦି ଏହା ନ ମାନି ଆଗ ଚଲା ଆଗ ବୋଲା ବକରା କୁହାଳିଆ ହେବେ, ତେବେ ଆପଣଙ୍କୁ ସମସ୍ତେ ଛିଛାକର କରିବେ। କ'ଣ କହିବେ? ୟାର ବୁଦ୍ଧି ନାହିଁ, ବୋକାଟା। ସୋମବାର 10 ତାରିଖ ମକର ରାଶି ଉତ୍ତରାଷାଢ଼ ନକ୍ଷତ୍ରର ଦିନ 12ଟା 27 ଠାରୁ ଅଶୁଭ। ଆଜି ବାନ୍ଧବ ମିଳନ ଦିନ। ବାନ୍ଧବ ମିଳନ ଦିନ ମାନେ ବନ୍ଧୁ ବାନ୍ଧବ ମିତ୍ର ସଖା ଭାଇ କୁଟୁମ୍ବ ସମସ୍ତେ ଆଜି ଆପଣଙ୍କୁ ଆଦର କରିବେ। ଆଜି ପାହାନ୍ତିଆ ଆଡ଼କୁ ଟିକେ ସମୟ, ଭଲ ସମୟ ଆସିବ। ଦିନଟି ଶୁଭେ ଶୁଭେ ଯିବ। ଆୟ ଅମଳ ବଢ଼ିଆ ହେବ। ଦେହ ପା ସୁସ୍ଥ ରହିବ। ରୋଜଗାର ପାଇଁ ଉତ୍ତମ ସୁଯୋଗ ଆସିବ। ପାରିବାରିକ ଶାନ୍ତି ସୁଖ ଅବ୍ୟାହତ ରହିବ। ଲୋକ ସମ୍ପର୍କ ରହିବ। ମାତ୍ର କୌଣସି ଏକ ଅଙ୍ଗ ବ୍ୟଥା ପାଇବ। ହେଲେ ରାତି 4ଟା 40 ଠାରୁ ପୂର୍ଣ୍ଣ ଅସୁସ୍ଥ ହୋଇଯିବେ। ରାତି ଭୋର ଟାଇମ୍ରେ ଯେତେବେଳେ ଲୋକ ନିଦ ଟିକେ ଖୋଜେ, ସେତିକି ବେଳେ ଆପଣ ଅସୁସ୍ଥ ହେବେ। 4ଟା 40 ପରଠାରୁ ଅସୁସ୍ଥ ହେଇଯିବେ। ଜାଣିଲେ ତ ହୁସିଆର ରହିବେ ଟିକେ ଆଉ। ସୋମବାର 10 ତାରିଖ କୁମ୍ଭ ରାଶି ଧନିଷ୍ଠା ନକ୍ଷତ୍ରର ଦିନ 12ଟା 27 ପରେ ଅଶୁଭ। ମହିଳାଙ୍କର ଆଜି ଘାତ ଚନ୍ଦ୍ର। ଆଜି ଖର୍ଚ୍ଚାନ୍ତ ହେବେ। ମାତ୍ର ଏ ଖର୍ଚ୍ଚ କେରାଣ୍ଡି ଗୁନ୍ଥି ଶେଉଳ ଧରିଲା ପରି ହେବ। ଖର୍ଚ୍ଚ ଘିଅ ଢାଳି ହେବ, ତଳେ ନୁହଁ, ଡାଲିରେ। କେରାଣ୍ଡି ଗୁନ୍ଥିବେ, ଶେଉଳ ପାଇବେ। ଖର୍ଚ୍ଚ କରିବେ ମାନେ ଆପଣ ଏଥିରୁ ଲାଭ ଉଠେଇବେ। ଏକ ଲାଭକାରକ ଦିନ। ବିଧାତା ବିବିଧ ଉପାୟରେ, ବିଭିନ୍ନ ରୂପରେ, ଭିନ୍ନ ଭିନ୍ନ ସମୟରେ ଲାଭ ଦେବେ। ତାହା କେବଳ ଅର୍ଥରାଶି ନୁହେଁ, ପାରିବାରିକ, ସାମାଜିକ, ମୌଳିକ, ପାରମାର୍ଥିକ ବା ବୈଷୟିକ ଲାଭ ହୋଇପାରେ। ଦୈବୀ କୃପା ପାଇ ଖୁସିରେ ଜୀବନଯାପନ କରିବେ। କୁମ୍ଭ ରାଶିର ଆଜି ଭଲ ଦିନ। ସୋମବାର 10 ତାରିଖ ମୀନ ରାଶି ପୂର୍ବଭାଦ୍ର ନକ୍ଷତ୍ରର ଦିନ 12ଟା 27 ପରେ ଅଶୁଭ। ଆଜ କଳହ ଯୋଗ ଅଛି। ଆଜି ଦିନଟି ମୀନ ପାଇଁ ଭଲ ଫଳ ଦେବନି। କାରଣ ଶୁଭରେ ଶୁଭରେ ପ୍ରଭାତ ଆରମ୍ଭ ହେଲେ ବି ଯଥା ସମୟରେ କୌଣସି କାର୍ଯ୍ୟ ହେବନି। ଯଥା ସ୍ଥାନରୁ ଆପଣ ରଖିଥିବା କଲମ, ଚଷମା, ରୁମାଲ ପ୍ରଭୃତି ଅତି ଆବଶ୍ୟକୀୟ ଦ୍ରବ୍ୟ ନ ପାଇ ବ୍ୟତିବ୍ୟସ୍ତ ହେବେ। ଦେହ ମୁଣ୍ଡ ସୁସ୍ଥ ରହିବନି। ଯାତ୍ରା କାଳରେ ରାସ୍ତାରେ ହଇରାଣ ହେବେ। ଏପରି ଯଥା ସମୟରେ ଭୋଜନ ମିଳିବନି। ଆପଣଙ୍କର ପ୍ରିୟ ବସ୍ତୁ ଜିନିଷ, ଖାତା କଲମ ବହି ପ୍ରଭୃତି ଯେଉଁ ରଖିଥିବେ ତାକୁ ପାଇବେନି। କେହି ତାକୁ ସେଠାରୁ ଉଠେଇ ଆଉ କେଉଁଠି ରଖିଦେଇଥିବ। ମନ ବିଗିଡ଼ିଯିବ, ଭାଙ୍ଗିଯିବ ଆଜି ମନ। ତେଣୁ ଜମା ଅଧୈର୍ଯ୍ୟ ହୁଅନ୍ତୁନି। ଯେଉଁଠି ଜିନିଷ ନ ପାଇବେ ଟିକେ ବସି ପଡ଼ିବେ, ଭାବିବେ ନିଶ୍ଚୟ ମିଳିବ। କିନ୍ତୁ ତରବର ହେଲେ, ରାଗିଲେ କିଛି ହେବନି। ହଁ ବନ୍ଧୁ, ରାଗନ୍ତୁନି କାହା ଉପରେ। କ୍ରୋଧ ହେଉଛି ମଣିଷର ପରମ ଶତ୍ରୁ। ରହିଲି, ନମସ୍କାର। ଜୟ ହେଉ।